ସାଉଲ ମନ୍ଦ ଆତ୍ମା ଦ୍ୱାରା ଚାଳିତ ହୁଅଛନ୍ତି। ଦାଉଦ ଈଶ୍ୱରଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ସାଉଲ ଅପବିତ୍ର ଆତ୍ମା ଦ୍ୱାରା ଚାଳିତ ହେଉଅଛି, ମାତ୍ର ଦାଉଦ ଈଶ୍ୱରଙ୍କ ଆତ୍ମା ଦ୍ୱାରା ଚାଳିତ ହେଉଅଛି। ପୁନର୍ବାର କହୁଛି, ବିଚ୍ଛିନ୍ନ କରିବାର ତତ୍ତ୍ୱ ଶୟତାନ ସମ୍ବନ୍ଧିତ ଅଟେ। ବିଚ୍ଛିନ୍ନ କର ନାହିଁ। ତୁମ ଆତ୍ମିକତାକୁ ବିଚ୍ଛିନ୍ନ କର ନାହିଁ। ତୁମ କୁଟୁମ୍ବ ବ୍ୟବସ୍ଥାକୁ ବିଚ୍ଛିନ୍ନ କର ନାହିଁ। ତୁମଠାରେ ଥିବା ଚାକିରିକୁ ବିଚ୍ଛିନ୍ନ କର ନାହିଁ। ତୁମ ଆତ୍ମୀୟ ସ୍ୱଜନମାନଙ୍କୁ ବିଚ୍ଛିନ୍ନ କର ନାହିଁ। ପ୍ରଭୁ ତୁମକୁ ଦେଇଥିବା ଆଶୀର୍ବାଦ ବିଚ୍ଛିନ୍ନ କର ନାହିଁ। ସାଉଲଙ୍କୁ ରାଜାଭିଷିକ୍ତ କଲେ ଆଜ୍ଞା। 3,30,000 ଲୋକେ ସେଦିନ ଈଶ୍ୱରଙ୍କ ଆତ୍ମା ସାଉଲଙ୍କ ଉପରେ ଅବତୀର୍ଣ୍ଣ ହେଲା ବେଳେ କେତେ ଲୋକ ଦେଖିଲେ ଆଜ୍ଞା ସେଦିନ? ଆସନ୍ତୁ ଦେଖିବା। ପ୍ରଥମ ସାମୁଏଲ 11 ଅଧ୍ୟାୟର 6, 7, 8 ପଦରେ ଦେଖିବା। ସେହି କଥା ଶୁଣିବା ମାତ୍ର ପରମେଶ୍ୱରଙ୍କ ଆତ୍ମା ସାଉଲଙ୍କୁ ଆକ୍ରାନ୍ତ କରନ୍ତେ ତାଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ତହୁଁ ସେ ଏକହଳ ବଳଦ ନେଇ ଖଣ୍ଡ ଖଣ୍ଡ କରି କାଟିଲେ ଓ ଦୂତମାନଙ୍କ ହସ୍ତରେ ଇସ୍ରାଏଲ ସୀମାର ସର୍ବତ୍ର ତାହା ପଠାଇ କହିଲେ, ଯେ କେହି ବାହାରି ସାଉଲ ଓ ସାମୁଏଲଙ୍କର ପଶ୍ଚାଦ୍ଗମନ ନ କରେ ତାହାର ବଳଦମାନଙ୍କ ପ୍ରତି ଏପରି କରାଯିବ। ତହୁଁ ସଦାପ୍ରଭୁଙ୍କ ଠାରୁ ଲୋକମାନଙ୍କ ଉପରେ ଆଶଙ୍କା ପଡ଼ନ୍ତେ ସେମାନେ ଏକ ମନୁଷ୍ୟ ପରି ବାହାର ହୋଇ ଆସିଲେ। ତେବେ ସେ ବେଶକରେ ସେମାନଙ୍କୁ ଗଣନା କଲେ। ତହିଁରେ ଇସ୍ରାଏଲ ସନ୍ତାନ ଗଣ 3 ଲକ୍ଷ ଓ ଜିହୁଦାର 30,000 ଲୋକ ହେଲେ। ସାଉଲଙ୍କ ଉପରେ ଈଶ୍ୱରଙ୍କ ଆତ୍ମା ଥିଲାବେଳେ ସମଗ୍ର ଦେଶ ଏକତ୍ର ଆସିଥିଲା ଆଜ୍ଞା। କିନ୍ତୁ ତାପରେ ସାଉଲ ନିଜ ଇଚ୍ଛା ଅନୁସାରେ ବଞ୍ଚିବା ଆରମ୍ଭ କଲା। ନିଜେ ଶାସନ କରିବା ଆରମ୍ଭ କଲା। ପ୍ରତିଫଳ 13 ଅଧ୍ୟାୟର ପ୍ରଥମ ପଦରୁ। ସାଉଲ 30 ବର୍ଷ ବୟସରେ ଇସ୍ରାଏଲ ଉପରେ ରାଜତ୍ୱ କଲେ। ସେ 2 ବର୍ଷ ରାଜତ୍ୱ କଲା ଉତ୍ତାରେ ପୁଣି ସାଉଲ ଆପଣା ପାଇଁ ଇସ୍ରାଏଲ ମଧ୍ୟରୁ 3,000 ଲୋକ ମନୋନୀତ କଲେ। କେତେ ଲୋକ ସେମାନେ? 3,000 ଲୋକ। ସେଥିପୂର୍ବରୁ କେତେ ଥିଲେ? 3,30,000 ଲୋକେ। ଏବେ 3,000 ଲୋକଙ୍କୁ ପହଞ୍ଚିଲେ। 15 ପଦ ଦେଖନ୍ତୁ। ଅନନ୍ତର ସାମୁଏଲ ଉଠି ଗିଲଗଲରୁ ବିନ୍ୟାମିନ ପ୍ରଦେଶସ୍ଥ ଗିବିଆକୁ ଗଲେ। ସେତେବେଳେ ସାଉଲ ଗଣନା କରି 600 ଲୋକ ଆପଣା ନିକଟରେ ଥିବାର ଦେଖିଲେ। ସାଉଲ କ'ଣ କରୁଅଛନ୍ତି କୁହନ୍ତୁ ଆପଣ? ବିଚ୍ଛିନ୍ନ କରୁଅଛି। ତାଠାରେ ଥିବା ବଳ ଓ ତାର ଲୋକମାନଙ୍କୁ ବିଚ୍ଛିନ୍ନ କରୁଅଛି। ପ୍ରିୟ ଭଉଣୀ ଓ ଭାଇମାନେ, ଏ ଜଗତରେ ଧନ ସଞ୍ଚୟ କରିବା ଅପେକ୍ଷା ପ୍ରେମ କରିବା ଲୋକଙ୍କୁ ସଞ୍ଚୟ କରିବା ଭଲ। ମମତାରେ କଥା ହେଉଥିବା ଲୋକମାନଙ୍କୁ ସଞ୍ଚୟ କରିବା ଭଲ ଅଟେ। ଦାଉଦ ତାହା ସଞ୍ଚୟ କରିପାରିଥିଲା। ସେ ଯେବେ ଶାସନ କରିବାକୁ ଆସିଥିଲା, ଜିହୁଦାର ଲୋକେ ଦୌଡ଼ି ଦୌଡ଼ି ଆସିଲା ଆଜ୍ଞା। ଦାଉଦ ହିବ୍ରୋନରେ ପ୍ରବେଶ କଲା କି ନାହିଁ? ଦୌଡ଼ି ଦୌଡ଼ି ଆସିଥିଲା ଆଜ୍ଞା ଦାଉଦଙ୍କ ନିକଟକୁ। ଦାଉଦ, ଦାଉଦ, ତମେ ଆମଠାରୁ ଦୂରେଇ ଯାଇଥିବାରୁ, ତମେ ଆମଠାରୁ ପଳେଇ ଯାଇଥିବାରୁ ଆମ ଦେଶକୁ କେତେ କଷ୍ଟ ଆସିଥିଲା। ପଲେଷ୍ଟିୟମାନେ ଆସି ଆମ ଦେଶ ସେମାନଙ୍କ ଅଧୀନରେ ରଖିବାକୁ ଚାହୁଁଥିଲେ। ଦାଉଦ ଏବେ ଆସିଗଲା ଆଜ୍ଞା। ପ୍ରିୟ ଭଉଣୀ ଓ ଭାଇମାନେ, ଆପଣ ଚାକିରି କରିବା ସ୍ଥାନରେ, ଆପଣ ଚାକିରି କରିବାକୁ ଗଲେ, ଅଫିସକୁ ଗଲେ, ଭାବନ୍ତୁ ତୁମ ଅଫିସରେ କାମ କରୁଥିବା ଲୋକ କେହି ଜଣେ ଆସି ଆପଣଙ୍କୁ ସେକେଣ୍ଡ କଲେ କ'ଣ କହିବେ କୁହନ୍ତୁ? ଗୁଡ୍ ମର୍ଣ୍ଣିଂ ବୋଲି କହିବା ଉଚିତ। ଭଲ ଅଛନ୍ତି ବୋଲି ପଚାରିବା ଦରକାର। ତମେ ଅଫିସରେ ପ୍ରବେଶ କଲ କି ନାହିଁ? ଏ ଦରିଦ୍ର କାହିଁକି ଆସିଲା? କିଏ ଏହି ଦରିଦ୍ର? ପୁଣି କାହିଁକି ଆସିଲା? 2-3 ଦିନ ଲିଭ୍ ନେଲା, ପଳେଇଲା ବୋଲି ଭାବୁଥିଲୁ। ଏ ଦରିଦ୍ର ଯାଇନାହିଁ, ପୁନର୍ବାର ଆସିଲା। ପୁନର୍ବାର ଫେରି ଆସିଲା। ଏପରି କାହିଁକି ସେମାନେ କହନ୍ତି? ମାନେ ଏ ମଣିଷ କାମ କରେନି ଓ କାହାକୁ କାମ କରିବା ପାଇଁ ଦିଏ ନାହିଁ। ଯଦି ଆପଣଙ୍କୁ ବିବାହକୁ, ଫଙ୍କସନକୁ, କୌଣସି ଗୋଟେ ଉତ୍ସବକୁ ଯଦି ଆପଣଙ୍କୁ ଡାକିଲେ, ସେହି ଉତ୍ସବ ଓ ପର୍ବକୁ ଯଦି ଆପଣମାନେ ଗଲା ପରେ ଦେଖି ବହୁତ ଆନନ୍ଦ କରିବା ଦରକାର। ବନ୍ଧୁମାନେ ବି ଆନନ୍ଦ କରିବା ଦରକାର। ତମ ଲୋକମାନେ ଦେଖି ଆନନ୍ଦ କରିବା ଦରକାର। ବହୁତ ଭଲ ଲାଗୁଛି ଆସିଲ, ଏପରି ସେମାନେ ଆନନ୍ଦ କରିବା ଦରକାର। ସେତିକି ମାତ୍ର ତୁମକୁ ଦେଖି ଏ ମା କାହିଁକି ଏଠାକୁ ଆସିଲା? ଏ ମା ଯଦି ମୁଖ ଖୋଲିଲା ମାନେ ଭୟଙ୍କର ଅଟେ।
ବଡ଼ ସାନ ନ ଦେଖି କଥା କହେ। ଯଦି 3-4 ଜଣ ଆନନ୍ଦର ସହିତ କଥା ହେଲା ବେଳେ ସେ ଆସିକି ସେଠାରେ ବିଚ୍ଛିନ୍ନ କରିଦିଏ। ଏ କାହିଁକି ଏଠାକୁ ଆସିଲା? ଗତ ଥର ସେ ବିବାହରେ ଝଗଡ଼ା କରିଥିଲା। ସେ ଦୁଇ ପରିବାର ମଧ୍ୟରେ ଝଗଡ଼ା ଲଗେଇ ଦେଇଥିଲା, ନିଆଁ ଲଗେଇ ଦେଇଥିଲା। ଏ କାହିଁକି ଏଠାକୁ ଆସିଲା? କାହା ଘରେ ଆଜି ଏ ନିଆଁ ଲଗେଇବ ଏ ମହାମା? ଏହା କି ତୁମ ବ୍ୟବହାର? ନାହିଁ ଆଜ୍ଞା। ଏ ଜଗତରେ ପ୍ରଭୁ ଆମ୍ଭମାନଙ୍କୁ କ'ଣ ବୋଲି ଡାକନ୍ତି ଜାଣ କି? ଏହି ଜଗତରେ ତୁମ୍ଭେ ପ୍ରଦୀପ ଅଟ କହିଲେ। ଆଉ ଏକ ପାର୍ଶ୍ୱରେ ଏହି ଜଗତର ଲବଣ ଅଟ ବୋଲି ମଧ୍ୟ କହିଲେ। ଆମେମାନେ କିଏ? ଜଗତକୁ ଲବଣ। ତାହା ଗୋଟିଏ ମଟନ୍ କରି ହୋଇପାରେ, ଚିକେନ୍ କରି ହୋଇପାରେ, ଫିଶ୍ କରି ହୋଇପାରେ। ଯେଉଁ ତରକାରୀ କଲେ ବି ସେହି ତରକାରୀରେ କ'ଣ ଲବଣ ଦେଖାଯାଏ କି? ଦେଖାଯାଏ କି? ଦେଖାଯାଏନି। ପାଟିରେ ପଡ଼ିଲା ପରେ ଆମକୁ ଜଣାପଡ଼େ ଯେ ଲବଣ ଅଛି ନା ନାହିଁ। ଲବଣ ଦେଖାଯାଏ ନାହିଁ, ମାତ୍ର ତାହା ନଥିଲେ ରୁଚି ପାଇବା ସମ୍ଭବ ନାହିଁ। ଲବଣ ନଥିବା ତରକାରୀ ସ୍ୱାଦବିହୀନ ବୋଲିକି ଆମ ବୟୋଜ୍ୟେଷ୍ଠମାନେ କହନ୍ତି। ଆପଣ କେମିତି ରହିବା ଦରକାର ଜାଣ କି? ଆପଣ ଯଦି କୌଣସି ଫଙ୍କସନ୍କୁ ଗଲେ ଏକ ଗହଳି କରି ବିଶୃଙ୍ଖଳା କରିବା ବ୍ୟକ୍ତି ପରି ନୁହେଁ। ତମେ ଯଦି ଯାଇନାହଁ ମାନେ ଅନ୍ୟମାନେ ଇନକ୍ୱାରି କରିବା ଦରକାର, ପଚାରିବା ଦରକାର, ଏ କ'ଣ ଏମିତି ଆସିନାହାନ୍ତି? କାହିଁକି ଆସିନାହିଁ? ଆସିଥିଲେ କେତେ ଭଲ ହନ୍ତା, ଆସିଥିଲେ କେତେ ଆନନ୍ଦ ଲାଗିଥାନ୍ତା, ଆସିଥିଲେ ବହୁତ ଭଲ ହନ୍ତା। ଏପରି ତୁମ ଜୀବନ ହେବା ଦରକାର। ଚାକିରି କରିବା ସ୍ଥାନରେ ତମେ ଯଦି ନ ଗଲେ, ଅଫିସରେ କ'ଣ ହେଲା, କାହିଁକି ଆସିନାହିଁ, ଏପରି ପଚାରିଲା ପରି ଚାକିରି କଲେ କେତେ ଭଲ। ତୁମ ଅପସନ୍ସ ତୁମ ଚତୁର୍ଦିଗର ଲୋକେ ମନେ ପକାଇବା ଦରକାର। ଆସିଲ ପଚାରି ନାହାନ୍ତି, ନ ଆସିଲେ ପଚାରି ନାହାନ୍ତି, ପ୍ରକୃତରେ ବଞ୍ଚିଛ କି ନାହିଁ ନା ମରିଗଲ ପଚାରନ୍ତି ନାହିଁ। ତାର ଅର୍ଥ କ'ଣ ଜାଣ କି? ତମଠାରେ ରୁଚି ନଥିବା ଗୋଟିଏ ମଣିଷ ଅଟ। ଦାଉଦ ହିବ୍ରୋନରେ ପ୍ରବେଶ କଲା କି ନାହିଁ? ସମସ୍ତେ ଆସିଗଲେ ଆଜ୍ଞା। ତାହା ଦାଉଦ ଅର୍ଜନ କରିଥିବା ପ୍ରେମ ଅଟେ। ଯଦି ସାଉଲଙ୍କୁ ପରୀକ୍ଷା କଲେ ଆମେ କ'ଣ ଦେଖିବାକୁ ପାରୁଛୁ? ସାଉଲଙ୍କ ପାଖରେ ଦିନେ 3 ଲକ୍ଷ ଥିଲେ, ତାପରେ 3000 ହେଲେ, ତାପରେ 600 ଲୋକମାନେ ହେଲେ, ଓ ସେ ମରିଯିବା ସମୟରେ ମାରିବା ପାଇଁ ମଧ୍ୟ କେହି ଆସିନାହାନ୍ତି ଆଜ୍ଞା। ପଲେଷ୍ଟିୟର ହସ୍ତରେ ମରିଯିବି ବୋଲି ଜାଣିପାରିଥିବା ସାଉଲ ପାଖରେ ଥିବା ଅସ୍ତ୍ରବାହକକୁ କହନ୍ତି, ଅରେ ମୋତେ ବଦ୍ଧ କରେ। ପଲେଷ୍ଟିୟ ଦ୍ୱାରା ହୀନ ଭାବରେ ତାଙ୍କ ହସ୍ତରେ ମରିବା ଅପେକ୍ଷା ତୁମେ ମୋତେ ବଦ୍ଧ କର। ସେ ମଧ୍ୟ ବଦ୍ଧ କରିବା ପାଇଁ ଆସି ନାହାନ୍ତି ଆଜ୍ଞା। ଦିନହୀନର ମରଣ ମରିଲା। ପ୍ରିୟ ଭଉଣୀ ଓ ଭାଇମାନେ, ସାଉଲ ମନ୍ଦ ଆତ୍ମା ଦ୍ୱାରା ଚାଳିତ ହେଉଥିଲା, ମାତ୍ର ଦାଉଦ ଈଶ୍ୱରଙ୍କ ଆତ୍ମା ଦ୍ୱାରା ପରିଚାଳିତ ହେଲା। ଏବେ ଜାଗ୍ରତରେ ଶୁଣନ୍ତୁ। ଏଥିପୂର୍ବରୁ କହିଥିଲି ଗୋଟିଏ ବିଷୟ ମନେ ରଖିବା ପାଇଁ। କ'ଣ ତାହା? 3,30,000। ସେହି ବିଷୟ କହିବା ପୂର୍ବରୁ ଜାଗ୍ରତରେ ଶୁଣନ୍ତୁ। ଦାଉଦଙ୍କ ନିକଟକୁ ସାଉଲଙ୍କୁ ସମାଧି ଦେଇଥିବା ଲୋକମାନଙ୍କୁ ଯେତେବେଳେ ଆହ୍ୱାନ କଲେ, କେତେ ପ୍ରେମରେ ପଚାରିଥିଲେ। ସାଉଲ ମରିଗଲା ପରେ, ଆଡ୍ରେସ୍ ବିହୀନ ମରଣ ମଲା ପରେ, ଶେଷରେ ତାର ଶବ ବି ଗୋଟିଏ ପକ୍ଷୀକୁ, ଗୋଟିଏ ଉତ୍କର୍ଷ ପକ୍ଷୀକୁ କି କୌଣସି ବନ୍ୟ ଜନ୍ତୁ କୁକୁରକୁ ମିଳିବା ପୂର୍ବରୁ ଏହି ଲୋକମାନେ ସେହି ଶବକୁ ଆଣି ସମାଧି କରିବା ବେଳେ ସେମାନଙ୍କୁ ପ୍ରେମରେ ଡାକି ପ୍ରେମ ପ୍ରକାଶ କଲେ। ସାଉଲ କେମିତି ଲୋକ? ଗୋଟିଏ କଥାରେ କହିବି ଦେଖନ୍ତୁ। 21 ଅଧ୍ୟାୟ 1 ସାମୁଏଲରେ କ'ଣ ଅଛି ଆପଣ ଜାଣନ୍ତି କି? ଦାଉଦ ଜୀବନ ବଞ୍ଚାଇବା ନିମନ୍ତେ ସେ ଲୁଚି ବୁଲୁଥିବା ସମୟରେ ଯେବେ ଭୋକ ଲାଗିଲା, ସେଦିନ ଦାଉଦଙ୍କୁ ରାଜାଭିଷିକ୍ତ କରିଥିଲା ପରେ ମଧ୍ୟ ଯେପରି ରାଜା ନ ହୁଏ, ସାଉଲ ଚେଷ୍ଟା କରିନଥିବା ସମୟ ନାହିଁ। ପଛେ ପଛେ ଗୋଡ଼ଉଥିବା ସମୟରେ ତା ଜୀବନକୁ ବଞ୍ଚାଇବା ନିମନ୍ତେ ଦାଉଦ ଗଲାବେଳେ ଭୋକରେ ଦିନେ ଗୋଟେ ମନ୍ଦିରକୁ ଆସିଲା। ମନ୍ଦିରକୁ ଆସିବା ବେଳେ ମନ୍ଦିରରେ ଯାଜକଙ୍କୁ ଦେଖି, ଆଜ୍ଞା ଖାଇବା ପାଇଁ କିଛି ଅଛି କି? ଭୋକ ଲାଗୁଛି ବୋଲି ମାଗିବା ବେଳେ ଯାଜକ ଗୋଟିଏ ପ୍ରଶ୍ନ କଲେ, ତମେ ପବିତ୍ର ଅଛ କି? କ'ଣ ହେଲା? କାହିଁକି? ମନ୍ଦିରରେ ପୃଥକୀକୃତ କରାଯାଇଥିବା ପ୍ରଭୁଙ୍କୁ ଦେବା ରୋଟି ହିଁ ଅଛି। ତମେ ଯଦି ପବିତ୍ରରେ ଅଛ ମାନେ ସେହି ରୋଟି ଭୋଜନ କରିପାର। ଦାଉଦ କ'ଣ ଉତ୍ତର ଦେଲେ ଜାଣ କି? ମୁଁ ଓ ମୋହର ସଙ୍ଗୀମାନେ ପୃଥକୀକୃତ ଅଛୁ।
ସେଥିପାଇଁ ଯାଜକ କ'ଣ କଲା ମାନେ ସାଉଲ ଯେତେବେଳେ ତାଙ୍କୁ ଗୋଡ଼ଉଥିଲା, ଜୀବନ ବଞ୍ଚେଇବା ନିମନ୍ତେ ପଳାୟନ କରୁଥିବା ଦାଉଦ ଶେଷରେ ଭୋକରେ କଷ୍ଟ ପାଉଥିବା ସମୟରେ ଗୋଟିଏ ମନ୍ଦିର ଦେଖି ମନ୍ଦିରକୁ ଗଲା ପରେ ମନ୍ଦିରରେ ଟିକେ ଖାଇବା ପାଇବା ଆଶାରେ ଟିକେ ଖାଦ୍ୟ ମାଗିଥିବାରୁ ଯାଜକ ଏଲିମେଲେକ ରୁଟି ଦେଇଥିଲା ଆଜ୍ଞା। ଏହା ଦେଖିଥିବା ଦୋୟେଗ ନାମକ ଗୋଟିଏ ଦୁଷ୍ଟ ବ୍ୟକ୍ତି 22 ପର୍ବରେ ଆମେ ଦେଖିବାକୁ ପାରୁ। ଦୋୟେଗ ନାମକ ଏହି ଦୁଷ୍ଟ ବ୍ୟକ୍ତି ସାଉଲଙ୍କୁ ଯାଇ କହିଲା, ରାଜା 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 ଅତି ଭୁଲ ଘଟୁଅଛି। କ'ଣ ଘଟିଲା? ତମେ ହତ୍ୟା କରିବା ପାଇଁ ଚାହୁଁଥିବା ଦାଉଦଙ୍କ ପଛେ ପଛେ ଦୌଡୁଥିଲ ନୁହଁ କି? ହଁ। ଏବେ ସେ ଦାଉଦ କେଉଁଠାରେ ଅଛି ଜାଣ କି? କେଉଁଠି? ମନ୍ଦିରରେ ଅଛି। ସେତିକି ନୁହେଁ, ସେହି ଯାଜକ କ'ଣ କଲା ଜାଣ କି? କ'ଣ କଲା? ତମେ ତାକୁ ବଦ୍ଧ କରିବା ନିମନ୍ତେ ତା ପଛରେ ଦୌଡୁଥିବା ଦାଉଦ ଭୋକରେ ମରୁ ବୋଲି ଭାବୁଥିଲ ନୁହଁ କି? ସେହି ଦାଉଦଙ୍କୁ ଖାଦ୍ୟ ଦେଇଥିବା ମୁଁ ଦେଖିଲି। କ'ଣ ଦେଇଥିଲା ତାଙ୍କୁ? ଗୋଟିଏ ଓଳିର ଖାଦ୍ୟ ଦେଲା ଆଜ୍ଞା। କାହାକୁ? ଦାଉଦଙ୍କୁ। ଏଥି ସକାଶୁ ସାଉଲଙ୍କୁ କେତେ କ୍ରୋଧ ଲାଗିଲା ଜାଣ କି? ଦାଉଦ ପ୍ରାନ୍ତରରେ ଭୋକରେ କଷ୍ଟ ପାଉଥିବା ସମୟରେ ଅନାଥ ଭାବରେ ପର୍ବତରେ ଭାଙ୍ଗି ପଡୁଥିଲା, ମରିଯିବା ପାଇଁ ଭାବୁଥିବା ସେହିପରି ବ୍ୟକ୍ତିକୁ ସେହି ଯାଜକ ଖାଦ୍ୟ ଦେବ କି? ଦୋୟେଗ, ତୁମେ ତାଙ୍କୁ ଯାଇ ବଦ୍ଧ କର। ଏହି ଦୁଷ୍ଟ ବ୍ୟକ୍ତି ସେହି ଭୋଜନ ଦେଇଥିବା ଯାଜକଙ୍କୁ ଓ ତାଙ୍କ ସହିତ 85 ଯାଜକଙ୍କୁ ସେ ବଦ୍ଧ କଲା। 22 ଅଧ୍ୟାୟର 18 ପଦରେ ଦେଖୁ। ଏଣୁ ରାଜା ଦୋୟେଗକୁ କହିଲେ, ତୁମ୍ଭେ ଫେରି ଏହି ଯାଜକମାନଙ୍କୁ ଆକ୍ରମଣ କର। ସେହିଦିନ ସେ ଶୁକ୍ଳ ଏଫଦ ପରିଧାନକାରୀ 85 ଜଣକୁ ସେଦିନ ବଦ୍ଧ କରିଥିଲା। ଆପଣ କ'ଣ ବୁଝିଲେ? ଗୋଟିଏ ଓଳି ଖାଦ୍ୟ ଦେଲା ବୋଲି ଯାଜକ ଦାଉଦଙ୍କୁ ଖାଦ୍ୟ ଦେଲା ବୋଲି ଗୋଟିଏ ଯାଜକଙ୍କୁ, ଆହା ସେ ଜଣେ ସେବକ, ପ୍ରଭୁଙ୍କର ମନୋନୀତ ଗୋଟିଏ ଦାସ ଅଟେ ଓ ତାର ସଙ୍ଗୀମାନେ ସମସ୍ତେ ପ୍ରଭୁଙ୍କ ଦାସମାନେ ବୋଲି ମଧ୍ୟ ଆଲୋଚନା ନ କରି ସାଉଲ କେତେ ଲୋକମାନଙ୍କୁ ବଦ୍ଧ କଲା ଜାଣ କି ଆଜ୍ଞା? 85 ଯାଜକମାନଙ୍କୁ ସେହି ଗୋଟିଏ ଦିନରେ ବଦ୍ଧ କରିଦେଲା ଆଜ୍ଞା। ବହୁତ ଦୁଷ୍ଟ ଆଜ୍ଞା। ସେହି ସାଉଲ ଯେବେ ମରିଗଲା, ତାର ଶବକୁ ମଧ୍ୟ ଆଡ୍ରେସ୍ ବିହୀନ ଭାବରେ ଥିବା ସମୟରେ ଦାଉଦ କ'ଣ କଲା ଆଜ୍ଞା? ଲୋକମାନେ ସେହି ଶବକୁ ଆଣି ଯେବେ ସମାଧି କାର୍ଯ୍ୟକ୍ରମ କରିଥିଲେ, ଏହା ଜାଣିଥିବା ଦାଉଦ କ'ଣ କରୁଅଛନ୍ତି? ସେମାନଙ୍କୁ ପାଖକୁ ଡକାଇ, ତମେ କରିଥିବା ଏହି ବଡ଼ ଉପକାର ସକାଶୁ ପ୍ରଭୁ ତୁମକୁ ବହୁତ ଆଶୀର୍ବାଦ କରନ୍ତୁ ଓ ମୋତେ ତୁମେ ରାଜା ଭାବରେ ମନୋନୀତ କରିଅଛ। ମୋ ଦ୍ୱାରା ତୁମକୁ କୌଣସି ହାନି ଘଟିବ ନାହିଁ, ତା ଉପରେ ମୁଁ ନିଶ୍ଚିନ୍ତ ତୁମର ଉପକାର କରିବି। ଆପଣ କ'ଣ ଦେଖୁଅଛନ୍ତି? ଦାଉଦଙ୍କଠାରେ ଈଶ୍ୱର ପରାୟଣତା ଦେଖାଯାଉଛି, ସାଉଲଙ୍କଠାରେ ମନ୍ଦ ଆତ୍ମା ଦେଖାଯାଉଛି। ଏବେ ଜାଗ୍ରତରେ ଶୁଣନ୍ତୁ। ଦାଉଦ ଯେତେବେଳେ କି ସେ ଜିହୁଦା ପ୍ରାନ୍ତର ବା ଅଞ୍ଚଳକୁ ଆସିଲା, ଈଶ୍ୱର କ'ଣ କରିଥିଲେ? ସେହି ଲୋକମାନଙ୍କ ଦ୍ୱାରା ଦାଉଦଙ୍କୁ ଜିହୁଦା ଲୋକମାନଙ୍କ ଉପରେ ରାଜା ଭାବେ ଅଭିଷେକ କରିଥିଲେ। ସେ ଜିହୁଦୀମାନେ ଓ ଜିହୁଦାର ଲୋକମାନେ ଆସି କ'ଣ କରିଥିଲେ? ଦାଉଦଙ୍କୁ ରାଜାଭିଷିକ୍ତ କଲେ। ଜାଗ୍ରତରେ ଶୁଣନ୍ତୁ। ସମଗ୍ର ଇସ୍ରାଏଲ ଦେଶରେ କେତେ ଲୋକ ରହୁଥିଲେ ଆଜ୍ଞା? 3,30,000 ଲୋକମାନେ, ରାଇଟ୍? କିନ୍ତୁ ପରମେଶ୍ୱର ଦାଉଦଙ୍କୁ କେଉଁ ଲୋକମାନଙ୍କ ଉପରେ ରାଜା ଭାବରେ ମନୋନୀତ କଲେ କୁହନ୍ତୁ? ଇସ୍ରାଏଲ ଉପରେ। ତାମାନେ ଦାଉଦ କେଉଁମାନଙ୍କ ଉପରେ ସେ ରାଜା ଭାବରେ ଶାସନ କରିବା ଉଚିତ? ଇସ୍ରାଏଲ ଲୋକମାନଙ୍କର ଶାସନ କରିବାର ଥିଲା। ତାମାନେ କେତେ ଲୋକମାନଙ୍କୁ ଶାସନ କରିବାର ଥିଲା? 3,30,000 ଲୋକମାନଙ୍କ ଉପରେ ଶାସନ କରିବାର ଥିଲା। କିନ୍ତୁ ଯେବେ କି ଦାଉଦଙ୍କୁ ଈଶ୍ୱର ଆଶୀର୍ବାଦ କରିବାର ଦିନ ଆସିଲା, କେମିତି ଆରମ୍ଭ କଲେ ଜାଣନ୍ତି କି? 3 ଲକ୍ଷ ଲୋକ ସହିତ ଆରମ୍ଭ କରିନଥିଲେ, ତେବେ 30,000 ଲୋକ ସହିତ ଆରମ୍ଭ କରିଥିଲେ। ଦାଉଦ ଇସ୍ରାଏଲର ରାଜା ରୂପରେ ମନୋନୀତ କରିଅଛି, ମାତ୍ର ପ୍ରଥମରେ ତମେ 30,000 ଲୋକ ଉପରେ ଶାସନ କରିବା ଆରମ୍ଭ କର। ଜିହୁଦା ଗୋଷ୍ଠୀୟ ଲୋକମାନଙ୍କ ଉପରେ, ସେହି ଅଞ୍ଚଳରେ ଓ ସେମାନଙ୍କ ଉପରେ ତମେ ଶାସନ ଆରମ୍ଭ କର। ତାମାନେ ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ ବୋଲି ଭାବିଲେ ବି, ପ୍ରଭୁ ମୋତେ ଆଶୀର୍ବାଦ କରନ୍ତୁ ବୋଲି ତମେ ଭାବିଲେ ବି, ନହେଲେ ପ୍ରଭୁଙ୍କର ଉଦ୍ଦେଶ୍ୟ ଥିଲେ ବି, ପ୍ରଭୁ ସେ କ୍ରମାନୁସାରେ ଆଶୀର୍ବାଦ କରନ୍ତି। ହଠାତ୍ରେ ସଡନଲି ଏକାଥରକେ ତୁମକୁ ଉପରକୁ ନେବାର ଚାନ୍ସ ନାହିଁ। ରାତାରାତିରେ ଧନୀ ହେବା, ଏହାର ଅର୍ଥ ଆପଣ ଜାଣନ୍ତି କି? କେତେକ ଲୋକକୁ ଆମେ ଦେଖୁ,
ସଡନଲି ଧନୀ ହୋଇଯାଆନ୍ତି ଆଉ ସଡନଲି ହିଁ ମାୟା ହୋଇଯାଆନ୍ତି। କେତେକ ସେବକମାନଙ୍କୁ ମଧ୍ୟ ଆମେ ଦେଖିବାକୁ ପାରୁ ସୋସିଆଲ ମିଡିଆରେ ସଡନଲି ଦେଖାଯାଇଥାନ୍ତି ଓ ସଡନଲି ମାୟା ହୋଇଯାଆନ୍ତି। ପ୍ରଭୁ ତୁମକୁ ଆଶୀର୍ବାଦ କରିବାର ବିଧାନ ମାତ୍ର ଓଭରନାଇଟ୍ ରାତାରାତି ମିଡନାଇଟ୍ ମିଲିନିୟର କରିବା ପ୍ରଭୁ ନୁହନ୍ତି ସେ। ଏହାର ଉଦାହରଣ ଆଦିପୁସ୍ତକ 26 ଅଧ୍ୟାୟ ଆଦିପୁସ୍ତକ 26 ତାର 12 ପଦ ମୁଁ ପଠନ କରୁଅଛି। ଅନନ୍ତର ଇସାହାକ ସେହି ଦେଶରେ କୃଷିକର୍ମ କରି ସେହି ବର୍ଷ 100 ଗୁଣ ଲାଭ କଲେ। ପୁଣି ସଦାପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ। ଏ ନିମନ୍ତେ ସେ ବର୍ଦ୍ଧିଷ୍ଣୁ ହେଲେ। କିପରି? ପୁଣି ସେ ଆହୁରି ଆହୁରି ବୃଦ୍ଧି ପାଇ ଅତି ମହାନ ହେଲେ। ଆହୁରି ଆହୁରି ବୃଦ୍ଧି ପାଇ ଅତି ମହାନ ହେଲେ। ଆହୁରି ଆହୁରି ଏହା ଈଶ୍ୱରଙ୍କର ପଦ୍ଧତି। ପୁନର୍ବାର କହୁଅଛି, ପ୍ରଭୁ ତୁମକୁ ଆଶୀର୍ବାଦ କରିବାକୁ ଚାହିଁଲେ ଲିଫ୍ଟରେ ନେବେ ନାହିଁ। କେମିତି? ପ୍ରଭୁ ତୁମକୁ ଉନ୍ନତ ସ୍ଥିତିକୁ ନେବାକୁ, ଉନ୍ନତ ସ୍ଥାୟୀକୁ ନେବାକୁ ପ୍ରଭୁ ଚାହିଁଲେ ବି ତୁମକୁ ମାତ୍ର ଲିଫ୍ଟରେ ଉପରକୁ ନେବେ ନାହିଁ। ଏବେ ମୋତେ ପ୍ରଶ୍ନ କରିବାକୁ ଦିଅ, ଲିଫ୍ଟରେ ଯିବା ଉତ୍ତମ କି ଷ୍ଟେପ୍ସ ଦେଇ ଗୋଟିଏ ଗୋଟେ ପାଦ ପକେଇ ଯିବା ସୁରକ୍ଷା ଅଟେ? ଆପଣ କୁହନ୍ତୁ, ଲିଫ୍ଟରେ ଯିବା ଗୋଟିଏ ସ୍ୱାସ୍ଥ୍ୟଜନକ, ନହେଲେ ଷ୍ଟେପ୍ସ ଦେଇ ଯିବା ତାହା ଆମ ପାଇଁ ସ୍ୱାସ୍ଥ୍ୟଜନକ ଅଟେ? କୁହନ୍ତୁ, ଜୋରେ କୁହନ୍ତୁ, ଆଉ ଟିକେ ଜୋରେ କୁହନ୍ତୁ। ତମ ଆଗରେ ଯଦି ଲିଫ୍ଟ ଓ ଷ୍ଟେପ୍ସ ଅଛି, ତୃତୀୟ ଫ୍ଲୋରକୁ ଯିବା ପାଇଁ ଆପଣ ଚାହାନ୍ତି, ସେ ଲିଫ୍ଟ ଅଛି, ଏମିତି କ୍ଲୋଜ ହେବାକୁ ଯାଉଅଛି, ଦୌଡ଼ି ଦୌଡ଼ି ଯାଇ ହାତ ନାଇଁ ତ ଗୋଡ଼ ହେଲେ ସେଠାରେ ରଖିବ, ନହେଲେ ଏମିତି ଯିବାକୁ ଚେଷ୍ଟା କରିବ। ସେ ଲିଫ୍ଟରେ ସେମିତି ଯିବା ପାଇଁ ଚାହିଁବ। କାହିଁକି? ମାନେ ପଳଉଛି ପଳଉଛି ପଳଉଛି। ଏତେ ଜଲ୍ଦିବାଜିରେ ତମେ ସେ ଭିତରେ ପଶିଲ, ସଡନଲି ସେଠାରେ ବନ୍ଦ ହେଇଗଲା, ତମ କାମ ସଲା। ପ୍ରିୟ ଭଉଣୀ ଓ ଭାଇମାନେ ବୁଝନ୍ତୁ, ଯେତେବେଳେ ହେଲେ ମଧ୍ୟ ଲିଫ୍ଟ ହିଁ ସୁରକ୍ଷା ଅଟେ। କ'ଣ? ଷ୍ଟେପ୍ ବାଇ ଷ୍ଟେପ୍। ଉଦାହରଣ କହିବି ଆପଣମାନେ ବୁଝିବା ନିମନ୍ତେ ବୋଲି। ଯୋସେଫଙ୍କୁ ତାର ଭ୍ରାତୃଗଣମାନେ ହିଂସା କଲେ, ଦ୍ୱେଷ କଲେ, କ୍ରୋଧ କଲେ। ଶେଷରେ ଫାରୋଙ୍କ ଗୃହରେ ପ୍ରଥମରେ ଚାକର ଭାବରେ ଜଏନ୍ ହେଲା। କେମିତି? ଚାକର ଭାବେ ଜଏନ୍ ହେଲା। ଆଦିପୁସ୍ତକ 39 ଅଧ୍ୟାୟରେ ଯଦି ଦେଖିବା, ପ୍ରଥମରେ ସେ ଗୋଟିଏ ଦାସ ଭାବରେ ଜଏନ୍ ହେଲା। ଈଶ୍ୱର ଯୋସେଫଙ୍କର ସହବର୍ତ୍ତୀ ଥିବା 44 ଦେଖି ତାଙ୍କ ସହକର୍ମୀ ଭାବରେ ତାଙ୍କୁ ସେଦିନ ରଖିଥିଲେ। କ'ଣ କଲେ? ପ୍ରଥମେ ତାଙ୍କ ଗୃହରେ ଗୋଟେ ଚାକର ରଖିଥିଲେ। ଏବେ ଯୋସେଫଙ୍କ ସଙ୍ଗରେ ପ୍ରଭୁ ରହିଥିବା ଦେଖି ତାଙ୍କ ସହିତ କର୍ମ କରିବା ବ୍ୟକ୍ତି ରୂପେ 44 ଯୋସେଫଙ୍କୁ ରଖିଥିଲା। ଏବେ ତାଙ୍କୁ ପ୍ରମୋସନ ଆସିଲା କି ନାହିଁ? ଷ୍ଟାର୍ଟିଂ ପଏଣ୍ଟ କ'ଣ? ଘର ଚାକର। ବର୍ତ୍ତମାନ 44ଙ୍କ ପାଇଁ ପର୍ସନାଲ ଆସିଷ୍ଟାଣ୍ଟ ଭାବେ କାମ କରୁଛି। ତାଙ୍କୁ ଦେବା କାମ ଅଦ୍ଭୁତ ରୂପେ ସେ କରୁଅଛି ବୋଲି 44 କ'ଣ କଲେ କୁହନ୍ତୁ? ତାଙ୍କର ସମଗ୍ର ଗୃହ ଉପରେ କ'ଣ ମ୍ୟାନେଜର କରିଥିଲା। କିନ୍ତୁ କେମିତି ଷ୍ଟାର୍ଟ ହୋଇଥିଲା? ଦାସ ଭାବରେ, ତାପରେ ପର୍ସନାଲ ସେକ୍ରେଟାରୀ ଭାବରେ, ତାପରେ ସମଗ୍ର ଗୃହ ଉପରେ ପରିଚାରକ ଭାବରେ। ତାପରେ ତାଙ୍କ ଉପରେ 44 ସ୍ତ୍ରୀ ଗୋଟିଏ ଅଭିଯୋଗ ଆଣିଥିଲା, ମୋତେ ସେ ମନ୍ଦ ଚିନ୍ତାରେ ଦେଖୁଅଛି ବୋଲି। ତାପରେ ତାଙ୍କୁ ନେଇ ଯୋସେଫଙ୍କୁ ଜେଲରେ ଭର୍ତ୍ତି କଲେ ଓ ଜେଲରେ ଥିବା ସେହି ଯୋସେଫ କ'ଣ ହେଲା ଜାଣନ୍ତି କି? କଏଦୀ। କଏଦୀ ଭାବରେ ଜେଲରେ ଥିବା ଯୋସେଫଙ୍କ ବିଷୟରେ ବାଇବଲ କ'ଣ କହେ ଜାଣ କି? ଯୋସେଫଙ୍କ ସଙ୍ଗରେ ପ୍ରଭୁ ରହିଥିଲେ। ଭାଇମାନେ ଭଉଣୀମାନେ ଦୟାକରି ଶୁଣନ୍ତୁ, ଈଶ୍ୱରଙ୍କ ସହବର୍ତ୍ତୀ ନଥାଇ ତୁମେ ବାହାରେ ଥିବା ଅପେକ୍ଷା ଈଶ୍ୱର ତୁମ ସହବର୍ତ୍ତୀ ରହି ତୁମେ ଜେଲ ଭିତରେ ଥିବା ତୁମ ପାଇଁ ସୁରକ୍ଷା ଓ ଭଲ। ବିଶ୍ୱାସ କର, ଈଶ୍ୱର ତୁମ ସଙ୍ଗରେ ନଥାଇ ତୁମେ ବହୁତ ବଡ଼ ଚାକିରି କରିବା ଅପେକ୍ଷା ଈଶ୍ୱର ତୁମ ସଙ୍ଗରେ ଥିବା ଚାକିରି ବିହୀନ ହୋଇ ରହିବା ତାହା ସୁରକ୍ଷା ଓ ଆଶୀର୍ବାଦ। ବିଶ୍ୱାସ କର, ଈଶ୍ୱର ସଙ୍ଗରେ ନଥାଇ ତୁମେ ବହୁତ ବଡ଼ ପ୍ୟାଲେସରେ ରହିବା ଅପେକ୍ଷା ଈଶ୍ୱର ରହି ତୁମେ ଗୋଟିଏ ଗ୍ରାମରେ ଗୋଟିଏ କୁଟୀରରେ ରହିବା ତୁମ ପାଇଁ ଆଶୀର୍ବାଦ। ସଦାପ୍ରଭୁ ଯୋସେଫଙ୍କର ସଙ୍ଗରେ ଥିବାରୁ ଜେଲର ଅଧିକାରୀ ଯୋସେଫଙ୍କୁ ସେ ଦୟା ଦେଖେଇଥିବାରୁ ଦେଖନ୍ତୁ କ'ଣ ଅଛି ଆଦିପୁସ୍ତକ 39:22 ପଦରେ। ତହିଁରେ ସେହି କାରାରକ୍ଷକ
ବନ୍ଦୀଶାଳା ସ୍ଥିତ ସମସ୍ତ ବନ୍ଦୀ ଲୋକଙ୍କ ଭାର ଯୋସେଫଙ୍କ ହସ୍ତରେ ସମର୍ପଣ କଲା। ପୁଣି ସେମାନେ ଯାହା କଲେ ସେହି ସକଳର କର୍ତ୍ତା ସେ ହେଲେ। ଏଠାରେ କଣ ହେଲା କୁହନ୍ତୁ? କଏଦୀ ଭାବରେ ପ୍ରବେଶ କରିଥିଲା, କିନ୍ତୁ କଏଦୀ ହୋଇ ରହିଲା ନାହିଁ। ବନ୍ଦୀଶାଳା ସ୍ଥିତ ସମସ୍ତଙ୍କ ଉପରେ ଶାସନ କରୁଥିଲା। ଆଜ୍ଞା, ସଡନଲି ଯୋସେଫଙ୍କୁ ଗୋଟିଏ ଖବର ମିଳିଲା ଫାରୋଙ୍କ ଠାରୁ। ଯୋସେଫ ଗଲା ପଚାରିଲା, କଣ ହେଲା? ମୁଁ ଗୋଟେ ସ୍ୱପ୍ନ ଦେଖିଲି, ତାର ଅର୍ଥ କେହି କହିପାରୁନାହାନ୍ତି। ତମେ କହିପାରିବ କି? ମୁଁ କହିପାରିବିନି, ମାତ୍ର ମୁଁ ସେବା କରୁଥିବା ମୋହର ପ୍ରଭୁ ତୁମ ସ୍ୱପ୍ନର ଅର୍ଥ କହିପାରିବେ। ସ୍ୱପ୍ନର ଅର୍ଥ କହିଦେଲା। ଶୁଣିଥିବା ସେହି ଫାରୋ ତାର ଅଙ୍ଗୁଳିଟିକୁ ନେଇ ତାଙ୍କ ହସ୍ତରେ ତାଙ୍କୁ ପିନ୍ଧାଇ ସେ କହିଲା, ଏହି ଦେଶର ତମେ ଗୋଟେ ପ୍ରଧାନମନ୍ତ୍ରୀ ବୋଲି ତାଙ୍କୁ ମନୋନୀତ କରିଥିଲା। ଏବେ ଯୋସେଫ କଣ ହେଲା କୁହନ୍ତୁ? ସେ ଦେଶ ଶାସନ କରିବା ପ୍ରଧାନମନ୍ତ୍ରୀ ହେଲା। କିନ୍ତୁ କେମିତି ଆରମ୍ଭ ହେଲା? ସେହି ଦେଶରେ ପୋଟିଫରଙ୍କ ଗୃହରେ ଦାସ ଭାବରେ ଷ୍ଟାର୍ଟ କରିଥିଲା। ଭଉଣୀ ଓ ଭାଇମାନେ, ପ୍ରଭୁ ତୁମକୁ ଉନ୍ନତ ସ୍ଥାନରେ ରଖିବା ପାଇଁ ସଡନଲି ଯଦି ତାହା କଲେ, ତମେ ବ୍ୟାଲେନ୍ସ ହରାଇଦେବ। ସାଉଲଙ୍କ ଜୀବନରେ ତାହା ହିଁ ଘଟିଲା। ଗଧ ଚରାଉଥିବା ବ୍ୟକ୍ତିକୁ ସଡନଲି ରାଜା କରିବା ପରେ ଦେଶକୁ ହ୍ୟାଣ୍ଡେଲ କରିପାରିଲା ନାହିଁ। ଆଜ୍ଞା, ଦେଶକୁ ଅସ୍ତବ୍ୟସ୍ତ କରିଦେଲା। ଆଜି ତମ ମଧ୍ୟରୁ କେତେକ ଲୋକ ପ୍ରଭୁଙ୍କ ଠାରୁ ବଡ ଆଶୀର୍ବାଦ, ବଡ ମଙ୍ଗଳର ଦିନ ତମେ ପ୍ରାର୍ଥନା କରୁଅଛ, ଆଶା କରୁଅଛ, ତାହା ସତ୍ୟ ଅଟେ। କିନ୍ତୁ ସେହି ବଡ ଆଶୀର୍ବାଦ ଯଦି ସଡନଲି ପ୍ରଭୁ ଆପଣମାନଙ୍କୁ ଦେଇ ଦିଅନ୍ତି, ତେବେ ହ୍ୟାଣ୍ଡେଲ କରିବା କଷ୍ଟ। ଏଣୁ ପ୍ରଭୁ କଣ କରିବେ? ଷ୍ଟେପ ବାଇ ଷ୍ଟେପ। ପ୍ରିୟ ବାପା ମା ମାନେ, ପ୍ରଭୁ ତୁମ ପ୍ରତି ଉନ୍ନତ ଉଦ୍ଦେଶ୍ୟ ରଖିଛନ୍ତି। ସେହି ଉନ୍ନତ ସଂକଳ୍ପ ତୁମ ଜୀବନରେ ସଫଳ କରିବାକୁ ହେଲେ ସେ ଗୋଟେ ଛୋଟ ଚାକିରି ସହିତ ସେ ଆରମ୍ଭ କରିବେ, ଭୁଲନ୍ତୁ ନାହିଁ। ସେଦିନ ଦାଉଦଙ୍କ ପାଖକୁ ସମସ୍ତ ଲୋକଙ୍କୁ ଏକତ୍ର କରିଥିଲା। ଦାଉଦ 40 ବର୍ଷ ଶାସନ କରିଥିବା କାଳ ପ୍ରଭୁଙ୍କର ସଂକଳ୍ପ ଅନୁସାରେ ଦାଉଦ ତାଙ୍କର ଲୋକମାନଙ୍କର ସେବା କଲେ। ଏହିପରି ନୂତନ ନିୟମରେ ଲେଖାଯାଇଅଛି, ଦାଉଦ ଅଧିକାର କରିନଥିଲା, ପ୍ରେମରେ ପରିଚର୍ଯ୍ୟା କରିଥିଲା। ଏହା ପ୍ରଭୁ ଚାହୁଁଥିବା ଗୋଟିଏ ବିଧାନ। ସେଥିପାଇଁ ସେହି କାଳକୁ କଣ କହିଲେ? ମାନେ ସ୍ୱର୍ଣ୍ଣ ଯୁଗ। ଦାଉଦ ଶାସନ କରିଥିବା କାଳକୁ ସ୍ୱର୍ଣ୍ଣ ଯୁଗ କହନ୍ତି। କାହାକୁ କେବେ ଡରେଇ ନଥିଲା, କାହାକୁ ଦୁଃଖ ଦେଇନଥିଲା, ଅଧିକାର ଦେଖାଇ ଡିକ୍ଟେଟର ଭାବରେ ଶାସନ କରିନଥିଲା। ସମଗ୍ର ଦେଶ ପ୍ରତି ଗୋଟିଏ ପିତା ଭାବରେ ଶାସନ କଲା। ସମଗ୍ର ଦେଶର ବୋଝ ତାଙ୍କ ସ୍କନ୍ଧରେ ବହି ଶାସନ କରିବା ଆରମ୍ଭ କଲା। ପ୍ରେମରେ, ଈଶ୍ୱରଙ୍କ ସାହାଯ୍ୟରେ। ନିସ୍ୱାର୍ଥପର ଜୀବନ। ଦାଉଦ ଅନେକ ଦିନରୁ ପେଟରେ ଖାଦ୍ୟ ନଥିଲା, ଅଶ୍ରୁ ବୁହାଇ ଭାଙ୍ଗି ପଡ଼ିଥିଲା, କଷ୍ଟରେ ବୁଡ଼ି ଯାଇଥିଲା। ମାତ୍ର ପ୍ରଭୁ ଦୟା ବହିବାର ଗୋଟିଏ ଦିନ ଆସିଲା। ଆଜି କେହି ଅଛନ୍ତି କି? ଆଜ୍ଞା, ମୁଁ ଭୋକରେ ରହୁଅଛି, ଖାଇବା ପାଇଁ ଠିକରେ ଖାଦ୍ୟ ମଧ୍ୟ ନାହିଁ। ଲୁହ ହିଁ ପ୍ରତ୍ୟେକ ଦିନ ମୋର ସାଥୀ ଅଟେ। କଷ୍ଟ ହିଁ ସବୁବେଳେ ମୋ ସହିତ ଶୟନ କରେ। କେବେ ମଙ୍ଗଳର ଦିନ ଆସିବ ଜାଣିନାହିଁ। ଦାଉଦ ବି ତାଙ୍କ ଜୀବନରେ କେବେ ମଙ୍ଗଳର ଦିନ ଆସିବ ତାହା ଜାଣିନଥିଲା। କିନ୍ତୁ ଗୋଟିଏ ଦିନ ଆସିଥିଲା। କଣ ତାହା? ରହିବା ସ୍ଥିତିରୁ ଏକ ଉନ୍ନତ ସ୍ଥିତିକୁ ପହଞ୍ଚିବାର ଗୋଟିଏ ଦିନ ଦାଉଦଙ୍କ ଜୀବନରେ ପ୍ରଭୁ ଆଣିଥିଲେ। ଶୁଣନ୍ତୁ, ଦାଉଦ ଯେଉଁ ସଦାପ୍ରଭୁଙ୍କର ସେବା କଲା, ସେହି ଈଶ୍ୱରଙ୍କର ଆରାଧନା ଆଜି ଆମେ କରୁଅଛୁ। ଦାଉଦଙ୍କୁ ଯେଉଁ ଈଶ୍ୱର କି ତାର ଲୋତକୁ ପୋଛି ଦେଇ ତାର ଦୁଃଖକୁ ଦୂର କରି ଅଦ୍ଭୁତର ସ୍ଥାନକୁ ନେଇଥିଲା, ସେହି ଈଶ୍ୱର ତୁମ ଜୀବନରେ ମଧ୍ୟ କଷ୍ଟକୁ ଦୂର କରି ତୁମ ଲୋତକୁ ପୋଛି ଦେଇ ତୁମ ପେଟ ପୂର୍ଣ୍ଣ କରିବାର ଦିନ ଅତି ଶୀଘ୍ର ଆସୁଅଛି। ବିଶ୍ୱାସ କରିବା ଲୋକମାନେ ମୋ ସହିତ ଆଣ୍ଠୁପାତି ଆଜି ପ୍ରାର୍ଥନା କରିବେ କି? ହେ ପ୍ରିୟ ମଣ୍ଡଳୀ, ଏକତ୍ର ପ୍ରାର୍ଥନା କରିବେ। ହେ ମହାପବିତ୍ର ପ୍ରେମମୟ ପିତା, ଅତି ପ୍ରାଞ୍ଜଳ ଭାବରେ ଆମ ସହିତ କଥା ହେଲ। ତୁମେ ମନୋନୀତ କରିଥିବା ଦାଉଦଙ୍କ ଜୀବନରୁ କେତେ ଉତ୍ତମ ଶିକ୍ଷା ଦଉଅଛ। ତୁମେ ପରିତ୍ୟାଗ କରିଥିବା ସାଉଲଙ୍କ ଜୀବନରୁ ଅନେକ ଚେତାବନୀ ଗୁଡ଼ାକ ଦଉଅଛ। ପ୍ରଚାରିତ ଏହି ବାକ୍ୟ ଆମ ଜୀବନରେ ଫଳପ୍ରଦ ହୋଇ ଆମେମାନେ ଯେପରି ଫଳପ୍ରଦର ଜୀବନଯାପନ କରିବୁ, ଏଥିପାଇଁ ସାହାଯ୍ୟ କର ପ୍ରଭୁ। ନିଶ୍ଚିନ୍ତ ଆମେ ମଙ୍ଗଳର ଦିନ ଦେଖିବୁ।
ନିଶ୍ଚିନ୍ତ ରୂପେ ଆମ୍ଭମାନଙ୍କ ନିମନ୍ତେ ତୁମେ ରଖିଥିବା ଉତ୍ତମ ଭବିଷ୍ୟତ ଆମେ ସ୍ୱଚକ୍ଷୁରେ ଦେଖିବୁ। ତାହା ଦେଖିବା ପୂର୍ବରୁ ଆମ୍ଭମାନଙ୍କୁ କ୍ରମ ଭାବରେ ତମେ ଆଶୀର୍ବାଦ କରିବ ବୋଲି ଭାବି ତୁମରି ସେହି କାର୍ଯ୍ୟ ଓ ପ୍ରକ୍ରିୟା ଆରମ୍ଭ କରିବା ବେଳେ ଆମେ ଯଦି ବିରକ୍ତ ହେଲା ଆମେ ନଷ୍ଟ ଭୋଗ କରିବୁ। ତୁମ ଇଚ୍ଛାକୁ ପାଳନ କରି ତମେ ଆଶା କରିଥିବା ପରି ଛୋଟ ଛୋଟ ଚେଷ୍ଟାରେ ଏକ ଉତ୍ତମ ସ୍ଥାନକୁ ପହଞ୍ଚିବାର ଭାଗ୍ୟ ଦିଅ। ରାତାରାତି ଧନୀ ହେବା ପାଇଁ ଚାହୁଁନୁ ପିତା। ହଠାତ୍ରେ ଆମେ ଉପରକୁ ଉଠିଲେ ସହିପାରିବୁ ନାହିଁ, ବ୍ୟାଲେନ୍ସ କରିପାରିବୁ ନାହିଁ। ସେଥିପାଇଁ ଆମ ଜୀବନରେ ଆତ୍ମିକ ଭାବେ ହୋଇପାରେ, ଆର୍ଥିକ ଭାବରେ ହୋଇପାରେ, ସ୍ୱାସ୍ଥ୍ୟ ଭାବରେ ହୋଇପାରେ ଓ ସେବା ଭାବରେ ହୋଇପାରେ। ପିତା, ଆମ ଜୀବନରେ ବ୍ୟାଲେନ୍ସ ଆବଶ୍ୟକ। ସେପରି ଜୀବନ ପ୍ରଦାନ କର। ଏହି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ ପିତା, ଆମେନ୍। ଆମର ଆଡ୍ରେସ୍ କାଲଭରୀ, ପୋଷ୍ଟ ବକ୍ସ ନମ୍ବର 30, କୁକଟପଲ୍ଲୀ, ହାଇଦ୍ରାବାଦ 72।